ଆସନ୍ତା 10ରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି ଗସ୍ତ ସମୟରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସୂଚନା ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ 10ରେ ଭୁବନେଶ୍ୱର ପହଞ୍ଚିବା ପରେ ସେଠାରେ ସିଧାସଳଖ ଜଟଣୀ ଯିବେ। ଜଟଣୀରେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ। ସେହିଦିନ ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। 11 ତାରିଖରେ ଶାହା ସମ୍ବଲପୁର ଯାଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ମା ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ସେ ଭୁବନେଶ୍ୱର ଜନତା ମଇଦାନରେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। 11 ସନ୍ଧ୍ୟାରେ ସେ ପୁଣି ନୂଆଦିଲ୍ଲୀ ଫେରିଯିବେ। ଶାହାଙ୍କ ଏହି ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ବେଶ୍ ତତ୍ପରତା ପ୍ରକାଶ ପାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆକ୍ସନ ନେଇ ଚାଲିଛି। ଆଜି ପ୍ରଥମେ ପାକିସ୍ତାନରୁ ସମସ୍ତ ଆମଦାନୀ ରପ୍ତାନି ବନ୍ଦ କରିବା ସହ ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜକୁ ଭାରତର କୌଣସି ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଭାରତୀୟ ପତାକା ଉଡ଼ାଉଥିବା କୌଣସି ଜାହାଜ ପାକିସ୍ତାନର କୌଣସି ବନ୍ଦରକୁ ଯିବ ନାହିଁ। ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ସରକାରୀ ସ୍କୁଲ ପାସ୍ ହାର ଅଧିକ ରହିଛି। 3273 ବିଦ୍ୟାଳୟ 100% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥିରେ 1802 ସରକାରୀ ବିଦ୍ୟାଳୟରେ 100% ପାସ୍ ରହିଥିବା ବେଳେ 1154 ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ 317 ଅଣ-ଅନୁଦାନ ପ୍ରାପ୍ତ ବିଦ୍ୟାଳୟ 100% ରେଜଲ୍ଟ ହାସଲ କରିଛି। ଅଧିକ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ପାଇଁ ଖୁବ୍ ଶୀଘ୍ର ଆସିବ ନୂଆ ଇଭି ପଲିସି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି। ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡ଼ି ବ୍ୟବହାର କରିବା ସହିତ ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ। ଭାରତର ଆକ୍ରମଣ ଭୟରେ ସଜାଗ ହେଲାଣି ପାକିସ୍ତାନ। ବର୍ତ୍ତିବା ପାଇଁ ଆଗୁଆ ପ୍ରସ୍ତୁତିରେ ଚାଲିଛି ଆତଙ୍କୀ ଦେଶ। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି ପାକିସ୍ତାନ। ଶନିବାର 450 କିଲୋମିଟର ଦୂରତା ବିଶିଷ୍ଟ ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଥିବା ଦାବି କରିଛି।